ପିଲାମାନେ, ଆଜି ଆମେ ଆଲୋଚନା କରିବା ଅଷ୍ଟମ ଶ୍ରେଣୀର ବିଜ୍ଞାନ ବିଷୟ। ଦ୍ୱିତୀୟ ଅଧ୍ୟାୟରେ ରହିଛି ଅଣୁଜୀବ, ଉପକାରୀ ଓ ଅପକାରୀ। ଏହି ପାଠଟି ପଢ଼ି ସାରିଲା ପରେ ତୁମେ ସମସ୍ତେ ବିଭିନ୍ନ ପ୍ରକାରର ଅଣୁଜୀବ ଗୁଡ଼ିକର ନାମ କହିବ ଏବଂ ଅଣୁଜୀବମାନଙ୍କ ପ୍ରାପ୍ତି ସ୍ଥାନ ଗୁଡ଼ିକୁ କହିବ। ଆମେ ବିଭିନ୍ନ ପ୍ରକାରର ପ୍ରାଣୀ ଯଥା ମଣିଷ, ବେଙ୍ଗ, ସାପ, ପକ୍ଷୀ, ମାଛି, ପୋକ ଇତ୍ୟାଦି ଏବଂ ଉଦ୍ଭିଦ ମଧ୍ୟରେ ଘାସ, ବାଉଁଶ, ନଡ଼ିଆ, ଆମ୍ବ ଏହିସବୁକୁ ଦେଖିବାକୁ ପାଇଥାଉ। ଏହା ବ୍ୟତୀତ ଅନେକ ଜୀବ ଅଛନ୍ତି ଯେଉଁଗୁଡ଼ିକ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ। ସେମାନଙ୍କୁ ଆମେ ଅଣୁଜୀବ କିମ୍ବା ଜୀବାଣୁ ବୋଲି କହିଥାଉ। ଅଣୁଜୀବମାନଙ୍କୁ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ। ତାଙ୍କୁ ଦେଖିବା ପାଇଁ ହେଲେ ଆମକୁ ଏକ ପରୀକ୍ଷଣ କରିବା ପାଇଁ ପଡ଼ିବ। ଗୋଟିଏ ବିକରରେ କିଛି ଓଦା ମାଟି ସଂଗ୍ରହ କରି ସେଥିରେ ପାଣି ମିଶାଇବା, ତାକୁ ଘାଣ୍ଟି କିଛି ସମୟ ପାଇଁ ରଖିଦେବା। ଦେଖିବା ଛୋଟ ଛୋଟ ମାଟି ପିଣ୍ଡୁଳା ସବୁ ତଳ ଭାଗରେ ବସିଯାଇଛି। କିଛି ସମୟ ପରେ ଗୋଳିଆ ପାଣିରୁ ଏକ ବୁନ୍ଦା ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ଦେଲେ ଆମେ ଅଣୁଜୀବକୁ ଦେଖିପାରିବା। ଅଣୁବୀକ୍ଷଣ ଯନ୍ତ୍ର ମଧ୍ୟରେ ଥିବା ସ୍ଲାଇଡ୍ରେ ଏକ ବୁନ୍ଦା ପାଣି ଦିଆଯାଇଛି ଏବଂ ସେଇଥିରେ ଦେଖାଯାଉଥିବା ଦୃଶ୍ୟ, ଏଇ ଦେଖ, ଅଣୁଜୀବର ଚିତ୍ର ଦେଖାଯାଉଛି। ଛୋଟ ଛୋଟ ଜୀବ ଯାହାକି ଆମେ ଖାଲି ଆଖିରେ ଦେଖିପାରିବା ନାହିଁ, କିନ୍ତୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିପାରିବା, ତାକୁ ଆମେ ଅଣୁଜୀବ ବୋଲି କହିଥାଉ। ଅଣୁଜୀବ ବିଭିନ୍ନ ପ୍ରକାରର ଅଛନ୍ତି। ଏବେ ଆମେ ଆଲୋଚନା କରିବା ବିଭିନ୍ନ ପ୍ରକାରର ଅଣୁଜୀବ ଗୁଡ଼ିକ ବିଷୟରେ, ଯଥା ବୀଜାଣୁ, ଆଦି ପ୍ରାଣୀ, କବକ ଏବଂ ଶୈବାଳ। ଏବେ ଆଲୋଚନା କରିବା ବୀଜାଣୁ ବା ଆମେ ତାକୁ ବ୍ୟାକ୍ଟେରିଆ ବୋଲି କହୁଛେ। ଏହି ବ୍ୟାକ୍ଟେରିଆ ନିଜର ଗଠନାକୃତିକୁ ଆଧାର କରି ବିଭିନ୍ନ ଭାଗରେ ବର୍ଗୀକରଣ ହୋଇଛନ୍ତି, ଯଥା କୁଣ୍ଡଳାକାର ବୀଜାଣୁ ଏବଂ ଦଣ୍ଡାକାର ବୀଜାଣୁ। ବୀଜାଣୁ ଆମେ ଅନେକ ଦୂଷିତ ପାଣି କିମ୍ବା ଦୂଷିତ ଖାଦ୍ୟ ମଧ୍ୟରେ ପାଇଥାଉ। ଏବେ ଆଲୋଚନା କରିବା ଆଦି ପ୍ରାଣୀ ବା ପ୍ରୋଟୋଜୋଆ। ତାହାର ଉଦାହରଣ ହେଲା ଏମୋଇବା ଏବଂ ପାରାମେସିୟମ। ଦୂଷିତ ଜଳରେ ଆମେ ଏମୋଇବା ପାଇଥାଉ, ଯାହାକି ମଣିଷ ଶରୀରକୁ ଆସିଲେ ରୋଗ ସୃଷ୍ଟି କରାଇଥାଏ। ଏବେ ଆଲୋଚନା କରିବା କବକ ବା ଫଙ୍ଗି। ତାର ଉଦାହରଣ ହେଲା ଆସ୍ପରଜିଲସ୍ ଓ ପେନିସିଲିୟମ। ଦୈନନ୍ଦିନ ଜୀବନରେ ପଚାସଢ଼ା ଖାଦ୍ୟ ଉପରେ ଏକ ଆସ୍ତରଣ ବସିଯିବାର ଆମେ ଦେଖିପାରୁଥାଉ। ତାକୁ ଆମେ ଫିମ୍ପି ବୋଲି କହିଥାଉ। ପଚାସଢ଼ା ଲେମ୍ବୁ ଉପରେ ଏକ ଆସ୍ତରଣ ବସିଥାଏ, ସେହି ଭିତରୁ ଆମେ ପେନିସିଲିୟମକୁ ପାଇବା। ତାହା ହେଉଛି ଏକ ପ୍ରକାରର କବକ। ଏବେ ଆମେ ଆଲୋଚନା କରିବା ଶୈବାଳ ବା ଆଲଗି ବିଷୟରେ। ତାର ଉଦାହରଣ ହେଲା ସ୍ପାଇରୋଗାଇରା ଏବଂ କ୍ଲାଇମାଡୋମୋନାସ୍। ତୁମେ ସମସ୍ତେ ଦେଖିଥିବ, ଅଧିକ ସମୟ ଧରି ପାଣି ଜମି ରହିଲେ ଗୋଟେ ଜାଗାରେ ସବୁଜ ରଙ୍ଗର ଆସ୍ତରଣ ଜମିଯାଏ, ଯାହାକି ଚିକଣିଆ ଲାଗିଥାଏ ଏବଂ ସେଇଠି ଗୋଡ଼ ଖସିଯିବାର ମଧ୍ୟ ସମ୍ଭାବନା ଅଧିକ ଥାଏ। ତାହା ହେଉଛି ଶୈବାଳ ବା ଆଲଗି। ତାକୁ ଆମେ ଶିଉଳି ବୋଲି ମଧ୍ୟ କହିଥାଉ। ଏହି ଚାରିଗୋଟି ଅଣୁଜୀବକୁ ଛାଡ଼ିଦେଲେ ଅନ୍ୟ ଏକ ଅଣୁଜୀବ ମଧ୍ୟ ରହିଛି। ତାହାର ନାଁ ହେଉଛି ଭୂତାଣୁ। ତାହା ସାଧାରଣ ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଦେଖାଯାଏ ନାହିଁ। ତାକୁ ଦେଖିବା ପାଇଁ ହେଲେ ଇଲେକ୍ଟ୍ରୋନିକ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରିବାକୁ ହୁଏ। ଏକ ଫଟୋଗ୍ରାଫିକ ପ୍ଲେଟ୍ରେ ଏହାର ଛବି ନିଆଯାଇଥାଏ। ଏହାର ଛବି ଭୂତାଣୁର ପ୍ରକୃତ ମାପର ପ୍ରାୟ 20,000 ଗୁଣ ହୋଇଥାଏ। ଉଦ୍ଭିଦ, ପ୍ରାଣୀ ଓ ବୀଜାଣୁମାନଙ୍କରେ ଦେଖାଯାଉଥିବା କେତେକ ଲକ୍ଷଣକୁ ହିଁ ଭିତ୍ତି କରି ଆମେ ଭୂତାଣୁର ଉପସ୍ଥିତିକୁ ଅନୁମାନ କରିଥାଉ। ଭୂତାଣୁ କେବଳ ପୋଷକ ଜୀବର କୋଷରେ ରହି ନିଜର ବଂଶବୃଦ୍ଧି କରିଥାଏ। ପୋଷକ କୋଷ ବାହାରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ଜଡ଼। ଜୀବନର ଲେଶମାତ୍ର ଲକ୍ଷଣ ଦେଖାଯାଇ ନଥାଏ।
ଏବେ ଆମେ ଆଲୋଚନା କରିବା ଅଣୁଜୀବମାନଙ୍କର ପ୍ରାପ୍ତିସ୍ଥାନ ବିଷୟରେ। ଏହି ଅଣୁଜୀବଗୁଡ଼ିକ ପ୍ରାୟତଃ ସବୁ ସ୍ଥାନରେ ମିଳିଥାନ୍ତି, ଯଥା ମାଟି, ପାଣି, ପବନ, ମେରୁ ଅଞ୍ଚଳ, ଉଷ୍ଣ ପ୍ରସ୍ରବଣର ଉତ୍ତପ୍ତ ଜଳ ହେଉ କି ସମୁଦ୍ର କି ମରୁଭୂମି, ଏବଂ ଏହା ପ୍ରାଣୀମାନଙ୍କ ଦେହରେ ମଧ୍ୟ ବିଭିନ୍ନ ଅଂଶରେ ଦେଖାଯାଇଥାନ୍ତି। କେତେକ ଅଣୁଜୀବ ଅନ୍ୟ ଜୀବମାନଙ୍କ ଶରୀରରେ ବଢ଼ିଥାନ୍ତି। ଅନ୍ୟ କେତେକ ମୁକ୍ତ ଭାବେ ପରିବେଶରେ ବାସ କରନ୍ତି। ଏମିବା ହେଉଛି ଏକକୋଷୀ ପ୍ରାଣୀ ଏବଂ ଏହା ଏକାକୀ ବାସ କରେ। କବକ ଏବଂ ବୀଜାଣୁ ସଂଘ ବା କୋଲୋନି ଗଠନ କରି ବାସ କରିଥାନ୍ତି। ପିଲାମାନେ, ଏବେ ତୁମେ ସବୁ ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖିବ ଏବଂ ତାର ନାମ କହିବ ଏବଂ ଏହା କେଉଁ କେଉଁ ଜାଗାରେ ମିଳିଥାଏ କହିବ। ଏହି ପ୍ରଥମ ଚିତ୍ରଟି ହେଉଛି ପେନିସିଲିୟମ ଏବଂ ଏହା ସଢ଼ି ଯାଇଥିବା ଲେମ୍ବୁର ଉପର ଆସ୍ତରଣରେ ଦେଖିବାକୁ ମିଳିଥାଏ। ଏହା ହେଉଛି କୁଣ୍ଡଳାକାର ବୀଜାଣୁ, ଯାହା ଆମେ ଦୂଷିତ ଜଳ କିମ୍ବା ଦୂଷିତ ଖାଦ୍ୟ ପଦାର୍ଥରେ ମିଳିଥାଏ। 3 ନମ୍ବର ଚିତ୍ରଟି ହେଲା କ୍ଲାଇମେଡୋମୋନାସ୍, ଯାହାକି ଏକ ପ୍ରକାରର ଆଲଗି ଏବଂ ଏହା ବହୁତ ଦିନ ଧରି ଜମି ଯାଇଥିବା ପାଣିରେ ମିଳିଥାଏ। ଲାଷ୍ଟ ଚିତ୍ରଟି ହେଉଛି ଏମିବା। ଏହା ଦୂଷିତ ପାଣିରେ ମିଳିଥାଏ, ଯାହାକି ମଣିଷ ଶରୀରକୁ ଗଲେ ରୋଗ ସୃଷ୍ଟି କରାଇଥାଏ। ପିଲାମାନେ, ତୁମମାନଙ୍କ ପାଇଁ ଏକ ଗୃହ କାର୍ଯ୍ୟ। ତୁମ ଆଖପାଖ ପରିବେଶରେ ଯେଉଁ ଜାଗାଗୁଡ଼ିକରେ ଅଣୁଜୀବ ମିଳିବାର ସମ୍ଭାବନା ଅଛି, ତାର ତୁମେ ତାଲିକା ପ୍ରସ୍ତୁତ କରି ଆଣିବ। ଧନ୍ୟବାଦ ପିଲାମାନେ।